Hey students, good morning to all. ଆଜି ଆମେ ଷଷ୍ଠ ଶ୍ରେଣୀର ବିଜ୍ଞାନ ଜିଜ୍ଞାସା ବହିର ଦ୍ୱିତୀୟ ବିଷୟ ଜୀବ ବିବିଧତାର ପ୍ରଶ୍ନ ଉତ୍ତରକୁ ଡିସ୍କସ୍ କରିବା ହେଲା। ତ ଯଦି ତୁମେ ଏହି ଭିଡ଼ିଓରେ କିଛି ବୁଝି ନ ପାରିବ ତାହେଲେ ମୋତେ କମେଣ୍ଟ ବକ୍ସରେ ଜଣେଇବ। ଓକେ, ତ ଆମେ ବିନା ଲେଟ୍ ନ କରିକି ହେଲା ଚାଲ ଯିବା ପ୍ରଶ୍ନ ଉତ୍ତର ଆରାମସେ ବୁଝିକିରି କରିବା। ଠିକ ଅଛି। ପ୍ରଥମ କ୍ୱେଶ୍ଚିନ୍ କ'ଣ କହୁଛି ନା ଏଠାରେ ଦୁଇ ପ୍ରକାର ମଞ୍ଜି ରହିଛି। ସେମାନଙ୍କ ଉଦ୍ଭିଦ ମୂଳ ଏବଂ ପତ୍ର ଶିରାରେ ବିନ୍ୟାସ ମଧ୍ୟରୁ ତୁମେ କ'ଣ ପାର୍ଥକ୍ୟ ଦେଖୁଛ? ପ୍ରଥମ ଚିତ୍ରରେ ଗହମ ମଞ୍ଜି ଦେଇଛି, ଦ୍ୱିତୀୟ ଚିତ୍ରରେ ରାଜମା ମଞ୍ଜି ଦେଇଛି। ଏଇ ଗଛର ଏଇ ଗଛର ମୂଳ କେଉଁ ମୂଳ ଅଟେ ଏବଂ ଏହାର ପତ୍ରର ବିନ୍ୟାସ କେଉଁ ବିନ୍ୟାସ ଅଟେ ଆମକୁ ଲେଖିବାର ଅଛି। ତ ପ୍ରଥମ କ ଚିତ୍ରରେ ଗହମ ଚିତ୍ରର କ'ଣ ଅଛି ନା ଗହମ ଗଛର ମୂଳ ଗୁଚ୍ଛ ମୂଳ ଅଟେ ଏବଂ ଏହି ଗଛର ପତ୍ରର ଢାଞ୍ଚା ହଉଛି ସମାନ୍ତରଳ ଶିରା ବିନ୍ୟାସ ଅଟେ। ଆଉ ରାଜମା ଖ ଚିତ୍ରରେ ରାଜମା ମଞ୍ଜି ଦେଇଛି, ସେଇ ରାଜମା ଗଛର ମୂଳ ପ୍ରଧାନ ମୂଳ ଅଟେ ଏବଂ ଏହାର ପତ୍ରର ଢାଞ୍ଚା କ'ଣ ହେଇଥାଏ ନା ଜାଲକ ଶିରା ବିନ୍ୟାସ ହୋଇଥାଏ ହେଲା। ଦ୍ୱିତୀୟ 2 ନମ୍ବର କ୍ୱେଶ୍ଚିନ୍ କୁ ଯିବା। କହୁଛି କିଛି ପ୍ରାଣୀ ମାନଙ୍କ ନାମ ନିମ୍ନରେ ଦିଆଯାଇଛି, ସେମାନଙ୍କୁ ସେମାନଙ୍କର ବାସସ୍ଥାନ ଆଧାରରେ ବର୍ଗୀକରଣ କର। କ ଚିହ୍ନିତ ଅଞ୍ଚଳରେ ଜଳଚର ପ୍ରାଣୀ ମାନଙ୍କୁ ରଖିବ ଏବଂ ଖ ଚିହ୍ନିତ ଅଞ୍ଚଳରେ କୋଉମାନଙ୍କୁ ରଖିବ? ସ୍ଥଳଚର ପ୍ରାଣୀ ମାନଙ୍କୁ ଏବଂ ଗ ରେ ରଖିବ କେଉଁମାନଙ୍କୁ ନା ଉଭୟଚର ପ୍ରାଣୀ ମାନଙ୍କୁ ହେଲା। ଏଠି କିଛି ଦେଇଛି ମାନେ ପଶୁ ପକ୍ଷୀଙ୍କର ନାମ ହେଲା, ତା ଭିତରୁ କୋଉଟା ସ୍ଥଳଚର, ଜଳଚର ଏବଂ ଉଭୟଚର ଆମକୁ ଲେଖିବାର ଅଛି ହେଲା। ତ ଘୋଡ଼ା ପ୍ରଥମେ କୋଉଥିରେ ଯିବ? ଘୋଡ଼ା କୋଉଥିରେ ଯିବ ନା କରେ ସ୍ଥଳଚର ପ୍ରାଣୀରେ ଡଲଫିନ୍ ଯିବ, ଖରେ ଜଳଚର ପ୍ରାଣୀରେ ବେଙ୍ଗ ଯିବ ଉଭୟଚରରେ, ମେଣ୍ଢା ଯିବ ସ୍ଥଳଚରରେ ବା କରେ ମୁଁ ଏଠି ଲେଖିଦେଇଛି ସରି କରେ କ'ଣ କହିଛି କି ସେ କରେ କହିଛି ଜଳଚର, ମୁଁ ଟିକେ ଭୁଲରେ କରେ ସ୍ଥଳଚର କହିଦେଇଛି, ଏଇଠି ଲେଖିଦେଇଛି ହେଲା। ଏଇଠି ଜଳଚର ପ୍ରାଣୀ ମାନେ କିଏ କିଏ ହେବେ ନା ଡଲଫିନ୍ ଆଉ ତିମି ହେବେ ହେଲା। ତାପରେ ସ୍ଥଳଚର ପ୍ରାଣୀ ମାନେ କିଏ ହେବେ ନା ବେଙ୍ଗ, ଘୋଡ଼ା, ମେଣ୍ଢା ଆଉ କିଏ ଗୁଣ୍ଡୁଚି ମୂଷା, ସରି ବେଙ୍ଗ ଉଭୟଚରରେ ଯିବ, ମିଷ୍ଟେକରେ କହିଦେଲି, ବେଙ୍ଗ ଉଭୟଚରରେ ଯିବ ହେଲା। ତାପରେ ଆଉ କିଏ କିଏ ଯିବେ ନା ଜିଆ, ପାରା ଇତ୍ୟାଦି କୋଉଥିରେ ଯିବେ ନା ଖରେ ବା ସ୍ଥଳଚର ପ୍ରାଣୀରେ। ଉଭୟଚରରେ କୋଉମାନେ ଯିବେ ନା ବେଙ୍ଗ, କୁମ୍ଭୀର ଆଉ କିଏ କଇଁଛ ହେଲା। ଠିକ ଅଛି, ଏଇମାନେ ସବୁ ଉଭୟଚର ମାନେ ଉଭୟ ସ୍ଥଳ ଏବଂ ଜଳରେ ବାସ କରନ୍ତି, ସେମାନଙ୍କୁ ଉଭୟଚର ପ୍ରାଣୀ କୁହାଯାଏ। ତୃତୀୟ ନମ୍ବର କ୍ୱେଶ୍ଚିନ୍ କୁ ଯିବା। 3rd ନମ୍ବର କ'ଣ କହୁଛି ନା ମୁନୁର ମା ଏକ ବଗିଚା କରିଛନ୍ତି। ଦିନେ ସେ ମାଟିରୁ ମୂଳା ଖୋଳୁଥିଲେ। ସେ ମୁନୁଙ୍କୁ କହିଥିଲେ ଯେ ମୂଳା ଏକ ପ୍ରକାର ମୂଳ, ଗୋଟିଏ ମୂଳାକୁ ଲକ୍ଷ୍ୟ କର ଏବଂ ଏହା କେଉଁ ପ୍ରକାର ମୂଳ ତାହା ଲେଖ। ଆଉ ମୂଳା ଗଛର ପତ୍ର ତୁମେ କେଉଁ ପ୍ରକାରର ଶିରାବନ୍ୟାସ ଦେଖିଲ ସେଇଟା ଲେଖିବ ହେଲା। ତାହେଲେ ମୂଳାର ମୂଳ କେଉଁ ପ୍ରକାର ମୂଳ ନା ମୂଳାର ମୂଳ ହେଉଛି ପ୍ରଧାନ ମୂଳର ଏକ ଉଦାହରଣ ହେଲା। ଆଉ ଏହାର ପତ୍ରର ଢାଞ୍ଚା କିପରି ନା ଜାଲକ ଶିରା ବିନ୍ୟାସ ଅଟେ ହେଲା। ଏମିତି ଜାଲ ଜାଲ ହେଇକି ତା ପତ୍ରରେ ସବୁ ଶିରା ଗୁଡିକ ହେଇଥିବ। ତୁମେ ଚେକ୍ କରିଦବ ଘରେ ଯଦି କାହାର ମୂଳା ଗଛ ହେଇଥିବ ସେଥିରୁ ଗୋଟେ ପତ୍ର ଆଣିକି ତୁମେ ଦେଖି ପାରିବ ହେଲା। ତାପରେ କ୍ୱେଶ୍ଚିନ୍ ନମ୍ବର 4 କୁ ଯିବା। ସମାନ୍ତଳ ଅଞ୍ଚଳରେ ମିଳୁଥିବା ଗୋଟିଏ ଛେଳି ଏବଂ ଏକ ପର୍ବତ ଅଞ୍ଚଳରେ ରହୁଥିବା ଛେଳିର ଚିତ୍ର ଦିଆଯାଇଛି ହେଲା। ସେମାନଙ୍କ ମଧ୍ୟରେ କ'ଣ ସମାନତା ଏବଂ କ'ଣ ପାର୍ଥକ୍ୟ ଅଛି ଆମେ ତାକୁ ଲେଖିବାର ଅଛି ହେଲା। ତ ଏଠି ଗୋଟିଏ ପର୍ବତ ଅଞ୍ଚଳର ଛେଳିର ଚିତ୍ର ଦେଇଛି, ଏଠି ଗୋଟିଏ ସମତଳ ଅଞ୍ଚଳର ଛେଳିର ଚିତ୍ର ଦେଇଛି। ପ୍ରଥମେ ଏହାର ପାର୍ଥକ୍ୟ ଲେଖିବା, ତାପରେ କ'ଣ ଏଇ ସବୁ ଛେଳି ମାନଙ୍କ ଭିତରେ ସମାନତା ଅଛି ତାକୁ ମଧ୍ୟ ଲେଖିବା ହେଲା। ତ ମୁଁ ପାର୍ଥକ୍ୟ ପ୍ରଥମେ ଡିସ୍କସ୍ କରୁଛି। ପାର୍ଥକ୍ୟ ହେଉଛି ପ୍ରଥମେ ପାର୍ବତ୍ୟ ଅଞ୍ଚଳ ଛେଳି ମାନଙ୍କର କ'ଣ ନା ପାର୍ବତ୍ୟ ଅଞ୍ଚଳର ଛେଳି
ଶୀତଳ ପାହାଡିଆ ଅଞ୍ଚଳରେ ରୁହନ୍ତି, ବାସ କରନ୍ତି। ହେଲା, ଏମାନଙ୍କର ଲୋମ କଣ ଥାଏ ନା ଘନ ଆଉ ଲମ୍ବା ଲମ୍ବା ହୋଇଥାଏ। ହେଲା, ତାପରେ ସମତଳ ଅଞ୍ଚଳର ଦେଖିବ ପାର୍ଥକ୍ୟ କଣ ଅଛି ନା ଏମାନେ ସମତଳରେ ବାସ କରୁଛନ୍ତି, ସମତଳ ଉଷ୍ଣ ଅଞ୍ଚଳରେ ବାସ କରନ୍ତି। ହେଲା, ଆଉ ପାର୍ବତ୍ୟ ଅଞ୍ଚଳର ଦେଖ ତାଙ୍କ ଲୋମ ଗୁଡିକ ଘନ ଏବଂ ଲମ୍ବା ହେଇଥାଏ, ଆଙ୍କର ଲୋମ ଗୁଡିକ ଛୋଟ ଆଉ ପତଳା ହେଇଥାଏ। ହେଲା, ତାପରେ ଏମାନଙ୍କର ଗୋଡ ଲମ୍ବା, ଶକ୍ତିଶାଳୀ, ଖୁର ମଜବୁତ ଅଟେ ଏବଂ ପାହାଡିଆ ଅଞ୍ଚଳରେ ଚାଲିବା ପାଇଁ ସକ୍ଷମ ହୋଇଥାଏ। ଆଉ ଏମାନଙ୍କର ଗୋଡ ଲମ୍ବା ଏବଂ ସମତଳ ଭୂମିରେ ଚାଲିବା ପାଇଁ ଟିକେ ଟିକେ ଭୁଲ ହେଇଲା, ଏଇଠି ଦେଖ ଚାଲିବା ପାଇଁ ଠିକ ହେଇଥାଏ। ହେଲା, ସେମାନଙ୍କ ଗୋଡ ଯେତେବେଳେ ଲମ୍ବା, ଶକ୍ତିଶାଳୀ ଆଉ ଖୁର ମଜବୁତ ହୋଇଥାଏ, ସେଇଟା ପାହାଡିଆ ଅଞ୍ଚଳରେ ଚାଲିବା ପାଇଁ ସକ୍ଷମ ହୋଇଥାଏ। ଏମାନଙ୍କର ଗୋଡ ସମତଳ ଅଞ୍ଚଳରେ ଯୋଉ ଛେଳି ରହୁଛନ୍ତି ସେମାନଙ୍କର ଗୋଡ ଲମ୍ବା ଏବଂ ସମତଳ ଭୂମିରେ ଚାଲିବା ପାଇଁ ସକ୍ଷମ ଅଟନ୍ତି। ହେଲା, ତାପରେ କ୍ୱେଶ୍ଚିନ୍ କୁ ଯିବା। କହୁଛି 5 ନମ୍ବର, ଏହି ମଧ୍ୟରେ ଆଲୋଚନା କରାଯାଇଥିବା ବୈଶିଷ୍ଟ୍ୟ ବ୍ୟତୀତ ଅନ୍ୟ କୌଣସି ବୈଶିଷ୍ଟ୍ୟ ଆଧାର ନିମିତ୍ତ ନିମ୍ନଲିଖିତ ପ୍ରାଣୀମାନଙ୍କୁ 2ଟି ଶ୍ରେଣୀରେ ବିଭକ୍ତ କର। ଏଠି କିଛି ପ୍ରାଣୀମାନଙ୍କର ନାମ ଦିଆଯାଇଛି, ତାକୁ ଗୋଟିଏ 2 ଭାଗର ଶ୍ରେଣୀରେ ବିଭକ୍ତ କରିବା। ମୁଁ କଣ କରିଛି ନା ଗୋଟେକୁ ଜଳଚର କରିଛି ଆଉ ଗୋଟିଏ ସ୍ଥଳଚର କରିଛି। ହେଲା, ଏତିକି ଯୋଉ ସବୁ ପ୍ରାଣୀ ମାନଙ୍କର ଆଉ ପଶୁ ପକ୍ଷୀ ମାନଙ୍କର ନାମ ଦେଇଛି ମୁଁ ତାକୁ 2 ଭାଗରେ ବିଭକ୍ତ କରିଛି। ସରି, 4 ନମ୍ବର କ୍ୱେଶ୍ଚିନ୍ ମୁଁ ସମାନତା ଡିସ୍କସ୍ କରିବା ପାଇଁ ଭୁଲି ଯାଇଥିଲି। 5 ନମ୍ବରଟା କ୍ୟାନ୍ସଲ କର। ହେଲା, ଟିକେ ରୁହ, ଆଗେ ତାର ସମାନତାଟା ମୁଁ ଡିସ୍କସ୍ କରିଦିଏ। ଆଚ୍ଛା, 2ଟି ଛେଳି ଭିତରେ ସମାନତାକୁ ତ 2 ପ୍ରକାର ଛେଳି ମଧ୍ୟରେ ସମାନତା କଣ? ପାର୍ବତ୍ୟ ଅଞ୍ଚଳର ଛେଳି, ପାହାଡରେ ରହୁଥିବା ଛେଳି ଏବଂ ସମତଳ ଅଞ୍ଚଳରେ ଯୋଉ ଛେଳି ରୁହନ୍ତି ସେମାନଙ୍କ ଭିତରେ ସମାନତା କଣ ଅଛି ଆମେ ଦେଖିବାର ଅଛି। ହେଲା, ସମାନତା ମୁଁ ଏଠି ଲେଖିଛି, ଉଭୟ ଛେଳି ହଉଛନ୍ତି କଣ ଗୃହପାଳିତ ପଶୁ ଅଟନ୍ତି। ଉଭୟ ତୃଣଭୋଜୀ ମାନେ ଘାସ ପତ୍ର ଇତ୍ୟାଦି ଖାଇଥାନ୍ତି। ହେଲା, ଉଭୟ ସ୍ତନ୍ୟପ୍ରାୟୀ ପ୍ରାଣୀ ଅଟନ୍ତି ଏବଂ ଛୁଆ ଜନ୍ମ କରିଥାନ୍ତି। ଉଭୟଙ୍କ ଠାରୁ କ୍ଷୀର ଆଉ ମାଂସ ମିଳିଥାଏ। ହେଲା, ନେକ୍ସଟ 5 ନମ୍ବର କ୍ୱେଶ୍ଚିନ୍ କୁ ଯିବା। ତ 5 ନମ୍ବରରେ କଣ କୁହାଯାଉଛି ନା ଏଠି କିଛି ପ୍ରାଣୀ ମାନଙ୍କର ନାମ ଦିଆଯାଇଛି। ହେଲା, ସେମାନଙ୍କୁ ଆମକୁ 2 ଭାଗରେ କରିବାର ଅଛି। କୌଣସି ଥିଓରି ଅନୁଯାୟୀ ଆମେ ତାକୁ 2 ଭାଗରେ କରିବାର ଅଛି। ମୁଁ କଣ କରିଛି ନା ଜଳଚର ଏବଂ ସ୍ଥଳଚରରେ ବିଭକ୍ତ କରିଛି। ହେଲା, ଏହିପରି 2 ଭାଗରେ କରିଛି। ତ ସ୍ଥଳଚର ଭିତରେ ଆମ ମାନଙ୍କୁ ଆଗେ କେଉଁମାନଙ୍କର ନାମ ସବୁ ଲେଖିବାର ଅଛି ନା ଗାଈ, ଅସରପା, ପାରା, ବାଦୁଡି, ଆଉ କଣ ନା କଇଁଛ, ଆଉ କିଏ ଝିଣ୍ଟିକା, ଝିଟିପିଟି, ଏଇମାନଙ୍କୁ ସ୍ଥଳଚର ଭିତରେ ଲେଖିବ। ଆଉ ଜଳଚର ଭିତରେ କିଏ ହେବେ ନା ତିମି ଆଉ ମାଛ, ଏଇ 2 ଜଣ ରହିବେ। ହେଲା, ତ ନେକ୍ସଟ କ୍ୱେଶ୍ଚିନ୍ 6 ନମ୍ବର କୁ ଯିବା। 6 ନମ୍ବର କଣ କହୁଛି ନା ଜନସଂଖ୍ୟା ବଢି ଚାଲିଛି ଓ ଲୋକମାନେ ଅଧିକ ଆରାମଦାୟକ ଜୀବନ ଯାପନ କରିବାକୁ ଚାହୁଁଛନ୍ତି, ଫଳରେ ବିଭିନ୍ନ ଆବଶ୍ୟକତା ପୂରଣ ପାଇଁ ଜଙ୍ଗଲ କଟାଯାଉଛି। ଏହା ଆମ ପରିବେଶକୁ କିପରି ପ୍ରଭାବିତ କରୁଛି ଏବଂ ଆମେ ଏହି ସମସ୍ୟାର କିପରି ମୁକାବିଲା କରିବା ବୋଲି ତୁମେ ଭାବୁଛ? ସେ କହୁଛି ଜଙ୍ଗଲ କଟାଯାଉଛି, ଏହା ଦ୍ୱାରା ଆମର କଣ ଅସୁବିଧା ହଉଛି ଆଉ ଏହାକୁ ଆମେ କଣ କିପରି ସମାଧାନ କରିବା ସେଇଟାକୁ ଆମର ଲେଖିବାର ଅଛି। ହେଲା, ଟିକେ ରୁହ, ମୁଁ ଲେଖିଦେଇଛି, ବୁଝେଇ ଦଉଛି ଆରାମସେ। ନା କଣ ହେଇଛି ନା ଏହା ଦ୍ୱାରା ବନ୍ୟଜନ୍ତୁଙ୍କର ବାସସ୍ଥାନ ନଷ୍ଟ ହୋଇଥାଏ ଗଛ କାଟିବା ଦ୍ୱାରା ଓ ଜୈବ ବିବିଧତା କମିଯାଏ। ବାୟୁରେ କଣ ହୁଏ ନା ଅଙ୍ଗାରକାମ୍ଳ ଅମ୍ଳଜାନ ବଢିଯାଏ ଏବଂ ଅମ୍ଳଜାନ କମିଯାଏ। ହେଲା, ଅଙ୍ଗାରକାମ୍ଳ ବଢିଯାଏ ଗଛ କାଟିବା ଦ୍ୱାରା ଏବଂ ଅମ୍ଳଜାନ କମିଯାଏ। ବର୍ଷାର ପରିମାଣ କମି ଯାଇଥାଏ ଆଉ ମାଟି କ୍ଷୟ, ବନ୍ୟା, ଭୂସ୍ଖଳନର ଆଶଙ୍କା ବଢିଥାଏ। ଗଛ କାଟିବା ଦ୍ୱାରା ଏହା ଆମର ସମସ୍ୟା ସବୁ ହୋଇଥାଏ। ଏହାକୁ ଏଇ ସମସ୍ୟାର ସମାଧାନ କିପରି କରିବା ବା ସଚେତନତା କିପରି କରିବା ହେବା ନା ଅଧିକରୁ ଅଧିକ ବୃକ୍ଷରୋପଣ କରିବା, ଅନାବଶ୍ୟକ ଗଛ କାଟିବା ନାହିଁ, କଟା ଯାଇଥିବା ପ୍ରତ୍ୟେକ ଗଛ ବଦଳରେ ଗୋଟିଏ ନୂଆ ନୂଆ ଗଛ ସବୁ ଲଗେଇବା, ବନ ସଂରକ୍ଷଣ ଆଇନକୁ କଡାକଡି ଭାବେ ପାଳନ କରିବା। ହେଲା।
नेक्स्ट 7 नंबर को ଯିବା। 7 नंबर କହୁଛି କି ଫ୍ଲୋ ଚାର୍ଟ କୁ ବିଶ୍ଳେଷଣ କରି କ ସ୍ଥାନରେ କ ସ୍ଥାନରେ ଉଦ୍ଭିଦର ନାମ ଲେଖିବ। ସେ କହୁଛି ଉଦ୍ଭିଦ, ଏହାର ପତ୍ର କି ଅଛି କି ତମେ ଲେଖିବ ହଁ ଲେଖା ଯାଇଛି। କହୁଛି ଏହାର ଜାଲକ ଶିରା ବିନ୍ୟାସ ଅଛି, ତାକୁ କରେ ଲେଖିବା। ଯାହାର ନାହିଁ ଜାଲକ ଶିରା ବିନ୍ୟାସ ନାହିଁ ମାନେ କଣ, ସମାନ୍ତରାଳ ଶିରା ବିନ୍ୟାସ ଥିବ ତାର, ତ ତାକୁ ଖରେ ଲେଖିବା। କରେ ଲେଖିବା ଯାହାର ଜାଲକ ଶିରା ବିନ୍ୟାସ ଅଛି, ଆଉ ଖରେ ଲେଖିବା ଯାହାର ଜାଲକ ଶିରା ବିନ୍ୟାସ ନାହିଁ, ଅର୍ଥାତ୍ ସମାନ୍ତରାଳ ଶିରା ବିନ୍ୟାସ ଯୋଉ ଗଛ ଗୁଡିକର ଅଛି ସେଗୁଡିକୁ ଆମେ ଲେଖିବା। ହେଲା, ଲେଖୁଛି ଟିକେ ଦେଖଉଛି ଟିକେ ରୁହ। ତ 7 ନମ୍ବର କରେ ଜାଲକ ଶିରା ବିନ୍ୟାସ ଥିବା ଗଛ ଗୁଡିକ ହଉଛନ୍ତି ଆମ୍ବ, ଗୋଲାପ, ମନ୍ଦାର। ଏମାନଙ୍କର ସବୁ ଜାଲକ ଶିରା ବିନ୍ୟାସ ଅଛି। ଆଉ ଗହମ, ମକା, ଘାସ ଏମାନଙ୍କର ସବୁ ସମାନ୍ତରାଳ ଶିରା ବିନ୍ୟାସ ଅଛି। ହେଲା, କରେ ଲେଖିବ ଏଇମାନଙ୍କର ନାମ, ଟିକେ ରୁହ, କରେ ଲେଖିବ ଏଇମାନଙ୍କର ନାମ, ଆଉ ଖରେ ଲେଖିବ ଏଇମାନଙ୍କର ନାମ, ଗହମ, ମକା, ଘାସ ଇତ୍ୟାଦି। ହେଲା, ତାପରେ କହୁଛି ରାଜୁ ତା ବନ୍ଧୁ ସଞ୍ଜୟ ସହ ଯୁକ୍ତି କରିଥିଲା ଯେ ମନ୍ଦାର ହେଉଛି ଏକ ବୁଦା। ସଞ୍ଜୟ ସ୍ପଷ୍ଟୀକରଣ ପାଇଁ କଣ ପ୍ରଶ୍ନ ପଚାରିଥିବ? ହେଲା, ସେ ତ କହିଲା, ରାଜୁ କହିଲା ମନ୍ଦାର ହେଉଛି ଏକ ବୁଦା। ସଞ୍ଜୟ କଣ କ୍ୱେଶ୍ଚିନ୍ ପଚାରିଥିବ ତା ବଦଳରେ? ନା, ସଞ୍ଜୟ ପଚାରିଥିବ ମନ୍ଦାରକୁ ବୁଦା ଗଛ କାହିଁକି କୁହାଯାଏ? ଅବଭିୟସଲି ଜଣେ ପଚାରିବ। ମତେ ଜଣେ ମୋ ସାଙ୍ଗଟି କହୁଛି ମନ୍ଦାର ଏକ ବୁଦା ଗଛ, ମୁଁ ତାକୁ ପଚାରି ମନ୍ଦାରକୁ ବୁଦା ଗଛ କାହିଁକି କୁହାଯାଏ, ଅଲଗା ଗଛ କାହିଁକି କୁହାଯାଏ ନାହିଁ, ମୁଁ ଏଇ କଥା ପଚାରିବି। ସେମିତି ରାଜୁ ମଧ୍ୟ ସଞ୍ଜୟ ମଧ୍ୟ ସେଇଆ ପଚାରିଥିବ। ହେଲା, ତାପରେ କ୍ୱେଶ୍ଚିନ୍ କୁ ଯିବା। କହୁଛି ସାରଣୀରେ ଥିବା ସୂଚନା ଆଧାରରେ ପ୍ରତ୍ୟେକ ଶ୍ରେଣୀ ପାଇଁ ଏହି ଉଦ୍ଭିଦ ଗୁଡିକର ଉଦାହରଣ ଲେଖ। ହେଲା, ଏଠି ଶ୍ରେଣୀ ବିଭାଗ କରିଛି, ମଞ୍ଜିର ପ୍ରକାର ମଧ୍ୟ ଲେଖିଛି, ମୂଳର ପ୍ରକାର ଲେଖିଛି। ଆମେ ଏଇ ସବୁ ଅନୁସାରେ ଗଛ ଗୁଡିକର ନାମ ଲେଖିବା। ଯାହାର ଦ୍ୱିବୀଜୀ ପତ୍ର ଥିବ, ପ୍ରଧାନ ମୂଳ ଥିବ, ତ ସେଇ ଗଛ ଗୁଡିକର ନାମ କଣ ହେଇଥିବ ନା ଲେଖ। ନା କରେ ଲେଖିବ କଣ ନା ଆମ୍ବ, ଗୋଲାପ, ମନ୍ଦାର। ଏଇଠି ଲେଖିବ ଆମ୍ବ, ଗୋଲାପ ଲେଖିବ, ଆଉ କଣ ଲେଖିବ ନା ମନ୍ଦାର। ହେଲା, ଏଇମାନଙ୍କର ଦ୍ୱିବୀଜୀ ପତ୍ର ଥାଏ। ହେଲା, ମଞ୍ଜିର ପ୍ରକାର ଦ୍ୱିବୀଜୀ ଥାଏ, ଆଉ ଆଙ୍କର ମୂଳ ପ୍ରଧାନ ମୂଳ ହେଇଥାଏ। ସେହିପରି ଖରେ ଦେଇଛି, ଖରେ ଏକ ବୀଜି ପତ୍ର ମଞ୍ଜିର ପ୍ରକାର ହେଇଥିବ, ମୂଳ ଗୁଚ୍ଛ ମୂଳ ହେଇଥିବ। ଉଦାହରଣ ଦେବା କେଉଁ କେଉଁ ଗଛର, ନା ଗହମ ଲେଖିପାରିବ, ଗହମ, ମକା, ଘାସ ଇତ୍ୟାଦି ମାନଙ୍କର କଣ ହେଇଥାଏ, ଘାସ। ହେଲା, ଇତ୍ୟାଦି ମାନଙ୍କର କଣ ହେଇଥାଏ ନା ଏକ ବୀଜି ପତ୍ର ଥାଏ ଆଉ ଗୁଚ୍ଛ ମୂଳ ଥାଏ। ହେଲା, ସେ ଆହୁରି ବି କଣ କହୁଛି ନା କ ଶ୍ରେଣୀର ଉଦ୍ଭିଦ ଗୁଡିକର ଆଉ କଣ ସମାନତା ଅଛି, ନା ସେମାନେ ଦୁଇ ବୀଜି ହେଇଥିବେ, ପ୍ରଧାନ ମୂଳ ହେଇଥିବେ। ଆଉ କଣ ସମାନତା ଥିବ ନା ଏହି ପ୍ରକାର ପତ୍ର ଗୁଡିକର ଢାଞ୍ଚା କଣ ହେଇଥିବ ନା ଜାଲକ ଶିରା ବିନ୍ୟାସ ହେଇଥିବ। ହେଲା, ତାପରେ ଖରେ କଣ କହୁଛି ନା ଶ୍ରେଣୀ ଖରେ, ହେଲା, ଖରେ ଏକ ବୀଜି ପତ୍ର ହେଇଥିବେ, ଗୁଚ୍ଛ ମୂଳ ହେଇଥିବେ। ଆଉ କଣ ତାଙ୍କ ଭିତରେ ସମାନତା ଥିବ ନା ତାଙ୍କର ପତ୍ରର ବିନ୍ୟାସ ଗୁଡିକ କିପରି ହେଇଥିବ, ନା ଏହି ପ୍ରକାର ଗଛର ପତ୍ରର ଢାଞ୍ଚା ଥିବ, ସମାନ୍ତରାଳ ଶିରା ବିନ୍ୟାସ ହେଇଥିବ। ହେଲା, ତାପରେ କ୍ୱେଶ୍ଚିନ୍ କଣ ଦେଖିବା, ଏଇଟା ଲାଷ୍ଟ କ୍ୱେଶ୍ଚିନ୍ ତୁମର। ନିମ୍ନରେ ଦିଆଯାଇଥିବା ଚିତ୍ରର ବତକର ନାମକରଣ କରାଯାଇଥିବା ଅଂଶକୁ ନିରୀକ୍ଷଣ କର। ଏଇ ଯୋଉ ଅଂଶକୁ, ହେଲା, କହୁଛି ଅନ୍ୟ ପକ୍ଷଙ୍କ ତୁଳନାରେ ବତକର ପାଦ କଣ ପାର୍ଥକ୍ୟ ଦେଖିବାକୁ ମିଳେ, ଆଉ ବତକର ଏହି ଅଂଶ ବ୍ୟବହାର କରି କେଉଁ କାର୍ଯ୍ୟ କରିବାକୁ ସେ ସକ୍ଷମ ହେଇଥାଏ। ହେଲା, ଦେଖ, ପାରାର ଗୋଡରେ ପରଦା ଯୁକ୍ତ ନାହିଁ, କିନ୍ତୁ ବତକର ପରଦା ଯୁକ୍ତ ଅଛି। ହେଲା, ଆମେ ଏହା ପାର୍ଥକ୍ୟ ଦେଖିବାକୁ ମିଳୁଛି କି ଏହାର ପରଦା ନାହିଁ, ଆର ପରଦା ଅଛି। ଏହା ଦ୍ଵାରା କଣ ହେଇଥାଏ ନା ଆମେ ଚିତ୍ରରେ କଣ ଦେଖୁଛୁ ନା ପାରାର ପାଦ ପରଦା ଯୁକ୍ତ ନୁହେଁ, କିନ୍ତୁ ବତକର ପାଦ ପରଦା ଯୁକ୍ତ ଅଟେ। ଏହା ଦ୍ଵାରା କଣ ଲାଭ ହେଇଥାଏ ନା ଏହା ଦ୍ଵାରା ବତକ ପାଣିରେ ସହଜରେ ପହଁରି ପାରିଥାଏ। ହେଲା, ଏ ପରଦା ଯୁକ୍ତ ପାଦ ଯୋଗୁ। ତୁମର ଏତିକିରେ
ଜୀବ ବିବିଧତାର କ୍ୱେଶ୍ଚିନ୍ ଆନ୍ସର୍ କମ୍ପ୍ଲିଟ୍ ହେଇଛି। ମୁଁ ନେକ୍ସଟ କ୍ଲାସ୍କୁ ଟ୍ରାଏ କରିବି ପର ବିଷୟର କ୍ୱେଶ୍ଚିନ୍ ଆନ୍ସର୍ କରିବା ପାଇଁ। ଯଦି ଏହି ଭିଡ଼ିଓରେ ତୁମକୁ କିଛି ଡାଉଟ୍ ଲାଗିଲା ତମେ ମେ ବି ମୋତେ କମେଣ୍ଟ ବକ୍ସରେ ପଚାରି ପାରିବ। ଆଉ ଯଦି ଭିଡ଼ିଓ ଭଲ ଲାଗିବ ଲାଇକ୍ କରିବ। ଆଉ ମୋ ଭିଡ଼ିଓ ମାନେ ନେକ୍ସଟ ଟପିକ୍ ପାଇବା ପାଇଁ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବ। ଓକେ, ବାଏ ବାଏ ଷ୍ଟୁଡେଣ୍ଟସ୍।